জয় জগন্নাথ বন্ধুগণ, আজি আমি জানিবা 14 জুলাই 2026 মঙ্গলবার দিনর দ্বাদশ রাশির রাশিফল বিষয়ে। ଏହି ଦୈନିକ ରାଶିଫଳ ଚନ୍ଦ୍ରଙ୍କ ଗୋଚର ଗଣନାକୁ ନେଇ ଆଧାରିତ ଏବଂ ଚନ୍ଦ୍ରଙ୍କ ଗୋଚର ଗଣନା ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ତ ଆସନ୍ତୁ ସର୍ବପ୍ରଥମେ ଜାଣିବା ଆଜିର ତିଥି ଓ ରାଶି ନକ୍ଷତ୍ର ବିଷୟରେ। ଆଜି ହେଉଛି 14 ଜୁଲାଇ 2026 ମଙ୍ଗଳବାର, ଆଷାଢ଼ କୃଷ୍ଣ ପକ୍ଷ ଅମାବାସ୍ୟା, ଦିବା 3 ଘଣ୍ଟା 12 ମିନିଟ୍ ଗତି ପ୍ରତିପଦା। ଆଜି ପୁନର୍ବସୁ ନକ୍ଷତ୍ର, ରାତ୍ର 12 ଘଣ୍ଟା 9 ମିନିଟ୍ ଗତି ପୁଷ୍ୟା ନକ୍ଷତ୍ର। ଆଜି ମିଥୁନ ଚନ୍ଦ୍ର, ସନ୍ଧ୍ୟା 6 ଘଣ୍ଟା 48 ମିନିଟ୍ ଗତି କର୍କଟ ଚନ୍ଦ୍ର। ଆଜିର ପର୍ବୋତ୍ସବ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ। ଆଜିର ଶୁଭବେଳା ପ୍ରାତଃ 5 ଘଣ୍ଟା 20 ମିନିଟ୍ରୁ 8 ଘଣ୍ଟା ପର୍ଯ୍ୟନ୍ତ। ଆଜିର ସୂର୍ଯ୍ୟୋଦୟ ପ୍ରାତଃ 5 ଘଣ୍ଟା 19 ମିନିଟ୍। ଆଜିର ସୂର୍ଯ୍ୟାସ୍ତ ସନ୍ଧ୍ୟା 6 ଘଣ୍ଟା 39 ମିନିଟ୍। ଆଜି କନ୍ୟା ରାଶି ପୁରୁଷ ଓ କୁମ୍ଭ ରାଶି ମହିଳାମାନଙ୍କ ଘାତ ଚନ୍ଦ୍ର ଏବଂ ମକର ରାଶିର ଘାତ ବାର। ଆଜି ଆମିଷ ଓ ତୈଳ ଖାଇବା ନିଷିଦ୍ଧ। ତ ବନ୍ଧୁଗଣ, ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ତା ପୂର୍ବରୁ ଆମ ଚ୍ୟାନେଲକୁ ଯେଉଁମାନେ ନୂଆ କରି ଆସିଛନ୍ତି, ତଳେ ଥିବା ଲାଲ ରଙ୍ଗର ସବସ୍କ୍ରାଇବ୍ ବଟନକୁ ଦବାଇ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ପାଖରେ ଥିବା ଘଣ୍ଟି ବଟନକୁ ଦବାଇ ଅଲରେ ସିଲେକ୍ଟ କରନ୍ତୁ, କାହିଁକି ନା ଆମେ ଅପଲୋଡ କରିଥିବା ପ୍ରତ୍ୟେକ ଭିଡିଓର ନୋଟିଫିକେସନ ଆପଣ ସର୍ବପ୍ରଥମେ ପାଇପାରିବେ। ତ ପ୍ରଥମେ ଜାଣିବା ମେଷ ରାଶି ବିଷୟରେ। ଆଜି ଆପଣ ନିଜ ଭିତରେ ଏକ ନୂଆ ସକାରାତ୍ମକ ଊର୍ଜାର ଅନୁଭବ କରିବେ। ଆପଣଙ୍କ ସାମାଜିକ ମାନ ସମ୍ମାନରେ ବୃଦ୍ଧି ହେବ ଏବଂ ପଦୋନ୍ନତିର ମଧ୍ୟ ଯୋଗ ରହିଛି। ଆପଣଙ୍କ ଅନୁଭବ ତଥା ଜ୍ଞାନ କାର୍ଯ୍ୟକ୍ଷେତ୍ରରେ ଲାଭପ୍ରଦ ସିଦ୍ଧ ହେବ। କଳାତ୍ମକ ବା ଶିଳ୍ପକାରୀ ବସ୍ତୁର ବ୍ୟବସାୟରେ ଜଡ଼ିତ ବ୍ୟବସାୟୀଙ୍କୁ ବିଶେଷ ଲାଭ ପ୍ରାପ୍ତି ହେବ। ଆପଣଙ୍କ ରାଜନୈତିକ ବର୍ଚସ୍ୱ ତଥା ପରାକ୍ରମରେ ବୃଦ୍ଧି ଘଟିବ ଏବଂ ପାରିବାରିକ ଜୀବନ ସୁଖମୟ ରହିବ। କିନ୍ତୁ ଭାଇ ଭଉଣୀଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିବ, କିନ୍ତୁ ଆପଣଙ୍କ ସହାୟତାରେ ସେମାନେ ଉପକୃତ ହେବେ। ଜୀବନସାଥୀଙ୍କ କିଛି ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଆପଣ ଚିନ୍ତିତ ରହିବେ, କିନ୍ତୁ ମାନସିକ ଚିନ୍ତାକୁ ନିଜ ଉପରେ ପ୍ରଭାବୀ ହେବାକୁ ଦିଅନ୍ତୁ ନାହିଁ। ଏହା ବ୍ୟତୀତ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବାକୁ ଲାଗିବ, କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ ସାବଧାନ ରୁହନ୍ତୁ ଏବଂ ଯାନବାହନ ଚଳାଚଳରେ ସତର୍କ ରୁହନ୍ତୁ। ଆଜି ଆପଣ ଓଁ ହଂ ହନୁମତେ ନମଃ ମନ୍ତ୍ରର ଜପ କରନ୍ତୁ, ଶୁଭ ଫଳ ପାଇବେ। ବୃଷ ରାଶି। ଆଜି ବାଣିଜ୍ୟ ବ୍ୟବସାୟ ଦୃଷ୍ଟିରୁ ଏହି ସମୟ ଉତ୍ତମ ଅନୁକୂଳ ରହିଛି। କିଛି ବ୍ୟାପାରିକ ଯାତ୍ରାର ମଧ୍ୟ ଯୋଗ ରହିଛି, ଯାହା ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ। ଆପଣଙ୍କ ମଧୁର ବାଣୀ ଆପଣଙ୍କୁ ନୂଆ ସମ୍ପର୍କରୁ ଲାଭପ୍ରାପ୍ତ କରାଇବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ ଏବଂ ରୋଜଗାର କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି। ଛାତ୍ରଛାତ୍ରୀଙ୍କ ଅଭିବ୍ୟକ୍ତି କ୍ଷମତାରେ ଚମକ ଆସିବ ଏବଂ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତି ହେବ। ମାତା ତଥା ଜୀବନସାଥୀଙ୍କ ସହିତ କିଛି ବିବାଦର ସମ୍ଭାବନା ରହିଛି, ଯାହାକି ପାରିବାରିକ ଚିନ୍ତା ଉତ୍ପନ୍ନ କରିବ। ସେଥିପାଇଁ ଜୀବନସାଥୀଙ୍କ ଦୃଷ୍ଟିକୋଣକୁ ବୁଝିବାର ପ୍ରୟାସ କରନ୍ତୁ, କିନ୍ତୁ ପିତାଙ୍କ ମାର୍ଗଦର୍ଶନ ବା ସହଯୋଗରୁ ଆପଣଙ୍କୁ ଲାଭ ମିଳିବ। ପ୍ରେମ ଜୀବନରେ ନୂଆ ପ୍ରାରମ୍ଭର ସମୟ ତଥା ସମସ୍ତେ ଆପଣଙ୍କ ଭାଷା ଶୈଳୀରେ ପ୍ରଭାବିତ ହେବେ ଏବଂ ଆଂଶିକ ଧନଲାଭର ଯୋଗ ରହିଛି। ନୂଆ ବ୍ୟବସାୟିକ ଯୋଜନା ଲାଭପ୍ରଦ ସାବ୍ୟସ୍ତ ହେବ ଏବଂ ପାରିବାରିକ ସମ୍ପତ୍ତିରେ ମଧ୍ୟ ବୃଦ୍ଧି ଘଟିବ। ସ୍ୱାସ୍ଥ୍ୟାବସ୍ଥା ଉତ୍ତମ ଅନୁକୂଳ ରହିଛି, କିନ୍ତୁ ଦିନଚର୍ଯ୍ୟାକୁ ବ୍ୟବସ୍ଥିତ ରଖିବା ଲାଭଦାୟକ ହେବ। ଆଜି ଆପଣ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ, ଶୁଭ ଫଳ ପାଇବେ। ମିଥୁନ ରାଶି। ଆଜି ଆପଣଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି କାରଣରୁ କାର୍ଯ୍ୟରେ ସଫଳତା ମିଳିବ। ଆପଣଙ୍କ ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ କାରଣରୁ ସହକର୍ମୀ ଆପଣଙ୍କ ପ୍ରତି ପ୍ରଭାବିତ ହେବେ ଏବଂ ଆପଣଙ୍କ ଦୈନିକ ଦିନଚର୍ଯ୍ୟାର ସୁଧାର ହେବ। କାର୍ଯ୍ୟକ୍ଷେତ୍ରରେ ଆସୁଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ସହାୟକ ହେବ। ରାଜକୀୟ ପକ୍ଷରୁ ଲାଭ ମିଳିବ, କିନ୍ତୁ ଭାଗିଦାରୀ କାର୍ଯ୍ୟରୁ ଆପଣ ଦୂରେଇ ରୁହନ୍ତୁ, ଅନ୍ୟଥା ଆପଣଙ୍କ ଧନ ତଥା ଊର୍ଜାରେ
କ୍ଷତିର ସମ୍ଭାବନା ରହିଛି। ଜୀବନସାଥୀ ଆପଣଙ୍କ ବ୍ୟକ୍ତିତ୍ୱରେ ଆସିଥିବା ପରିବର୍ତ୍ତନରେ ପ୍ରଭାବିତ ହେବେ ଏବଂ ସନ୍ତାନଙ୍କ ଭବିଷ୍ୟତ ସମ୍ବନ୍ଧିତ କୌଣସି ସମାଚାର ଆପଣଙ୍କୁ ଚିନ୍ତିତ କରିବ। ପିତାଙ୍କ ସହଯୋଗରୁ ଆପଣଙ୍କ ଅଟକି ରହିଥିବା କାର୍ଯ୍ୟରେ ପ୍ରଗତି ହେବ, କିନ୍ତୁ ପରିବାରର ବରିଷ୍ଠ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥାର ବିଶେଷ ଧ୍ୟାନ ରଖନ୍ତୁ। ପରିବାରରେ ଅନାବଶ୍ୟକ ଖର୍ଚ୍ଚରେ ନିୟନ୍ତ୍ରଣ ଲାଗି ରହିବ ଏବଂ କୌଣସି ନିବେଶ ହେତୁ ପିତାଙ୍କ ପରାମର୍ଶ ଲାଭଦାୟକ ସାବ୍ୟସ୍ତ ହେବ। ଆର୍ଥିକ ରୂପରେ କୌଣସି ପ୍ରକାର ଅସୁରକ୍ଷିତ କାର୍ଯ୍ୟ ପାଇଁ ସମୟ ଅନୁକୂଳ ନୁହେଁ। ସଂକ୍ରମଣ ତଥା ବିଷାଣୁଜନିତ ରୋଗରୁ ଆପଣ ବିଶେଷ ସାବଧାନ ରୁହନ୍ତୁ। ଆଜି ଆପଣ ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ, ଶୁଭଫଳ ପାଇବେ। କର୍କଟ ରାଶି, ଆଜି ଆପଣଙ୍କ ଅତି ଆତ୍ମବିଶ୍ୱାସ କାରଣରୁ ପରିଣାମ ସ୍ୱରୂପ ଆପଣ କିଛି ଭୁଲ ନିର୍ଣ୍ଣୟ ନେଇପାରନ୍ତି, ଯାହାର ଫଳସ୍ୱରୂପ ଆପଣଙ୍କ ପାଇଁ କିଛି ସମସ୍ୟା ଉତ୍ପନ୍ନ ହେବ। କିନ୍ତୁ ଭବିଷ୍ୟତ ପାଇଁ ଏହି ଭୁଲ ନିର୍ଣ୍ଣୟ ଆପଣଙ୍କୁ ଶିକ୍ଷା ପ୍ରଦାନ କରିବ। ଆପଣଙ୍କୁ ଏକ ନୂଆ ପ୍ରାରମ୍ଭର ଅବସର ମିଳିବ, କିନ୍ତୁ ଆପଣଙ୍କୁ ନିଜ ଭାଷା ତଥା ଭାଷା ଶୈଳୀରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ପାରିବାରିକ ଖର୍ଚ୍ଚ ଆପଣଙ୍କ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବ ଏବଂ ପରିବାରରେ ପାରିବାରିକ ବାତାବରଣ ସାମାନ୍ୟ ରହିବ। ଜୀବନସାଥୀଙ୍କ ସହିତ ମତଭେଦର ସମ୍ଭାବନା ରହିଛି, ସେଥିପାଇଁ ନିଜ ବାଣୀରେ ନିୟନ୍ତ୍ରଣ ବଜାୟ ରଖନ୍ତୁ। ପିତାଙ୍କ ମାର୍ଗଦର୍ଶନ ଆପଣଙ୍କ ପାଇଁ ସହାୟକ ସିଦ୍ଧ ହେବ ଏବଂ ଆର୍ଥିକ ସ୍ଥିତି ମଧ୍ୟମ ରହିବ। ଯେକୌଣସି ପ୍ରକାର ନିବେଶ ପ୍ରତି ବିଶେଷ ସାବଧାନ ରହିବା ଉଚିତ ଏବଂ ଅନାବଶ୍ୟକ ଖର୍ଚ୍ଚ ଆପଣଙ୍କୁ ଚିନ୍ତିତ କରିବ। ରକ୍ତଚାପ ସମ୍ବନ୍ଧିତ ବିକାର ପ୍ରତି ଆପଣ ସାବଧାନ ରୁହନ୍ତୁ। ଆଜି ଆପଣ ଗରିବ ବ୍ୟକ୍ତିଙ୍କୁ ସହାୟତା କରନ୍ତୁ, ଶୁଭଫଳ ପାଇବେ। ସିଂହ ରାଶି, ଆଜି ଆପଣଙ୍କ ଲାଭର ସ୍ଥିତିରେ ବୃଦ୍ଧି ହେବ। ଆପଣଙ୍କ ଦ୍ୱାରା ନିଆଯାଇଥିବା ନିର୍ଣ୍ଣୟରେ ସଫଳତା ଆପଣଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିବ ଏବଂ ବ୍ୟବସାୟର ବିସ୍ତାର ହେବ। କୌଣସି ପୁରୁଣା ବନ୍ଧୁମିତ୍ରଙ୍କ ସହଯୋଗରୁ ବ୍ୟାପାରିକ ସମସ୍ୟାର ସମାଧାନ ମିଳିବ ତଥା ଆପଣଙ୍କ କାର୍ଯ୍ୟରେ ଗତି ତଥା ସଠିକତା ଆସିବ। ସାମାଜିକ କ୍ଷେତ୍ରରେ ଆପଣଙ୍କୁ ପ୍ରୋତ୍ସାହନ ମିଳିବ। ପାରିବାରିକ ସୁଖ ସୁବିଧାରେ ବୃଦ୍ଧି ହେବ ତଥା ଆନନ୍ଦ ପ୍ରାପ୍ତ କରିବେ ଏବଂ ଶାନ୍ତି ଓ ସୁଖମୟ ରହିବ। ପାରିବାରିକ ଦୂରତ୍ୱର ମଧ୍ୟ ଅନ୍ତ ଘଟିବ। ଭାଇ ଭଉଣୀଙ୍କ ସହିତ ଆପଣ ଉତ୍ତମ ସମୟ ବ୍ୟତୀତ କରିବେ ଏବଂ ବଡ଼ ଭାଇଙ୍କ ପକ୍ଷରୁ କିଛି ସୁଖଦ ସମାଚାର ମିଳିବ। ପ୍ରେମ ସମ୍ବନ୍ଧ ପାଇଁ ସମୟ ଉତ୍ତମ ଅନୁକୂଳ ରହିଛି। ଲାଭର ସ୍ଥିତି ବିକଶିତ ହେବ। ଆପଣଙ୍କ ଦୀର୍ଘକାଳୀନ ଯୋଜନାରେ ନିବେଶ ଲାଭ ପ୍ରଦାନ କରିବ। ସ୍ୱାସ୍ଥ୍ୟାବସ୍ଥା ଉତ୍ତମ ଅନୁକୂଳ ରହିଛି ଏବଂ ମଧୁମେହ ରୋଗରେ ଗ୍ରସିତ ବ୍ୟକ୍ତିଙ୍କୁ ଆରାମ ମିଳିବ। ଆଜି ଆପଣ ତୁଳସୀ ବୃକ୍ଷରେ ଜଳ ଅର୍ପଣ କରନ୍ତୁ, ଶୁଭଫଳ ପାଇବେ। କନ୍ୟା ରାଶି, ଆଜି ଦିନଟି ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଅନୁକୂଳତା ପ୍ରଦାନ କରିବ। ଲୁହା ଆଦି ଖଣିଜ ପଦାର୍ଥର ବ୍ୟବସାୟରେ ଲାଭର ସ୍ଥିତି ନିର୍ମାଣ ହେବ ଏବଂ ରୋଜଗାର କ୍ଷେତ୍ରରେ କୌଣସି ଉତ୍ତମ ସମାଚାର ଆପଣଙ୍କ ଚିନ୍ତାକୁ କମ୍ କରିବ। ଉଚ୍ଚ ଅଧିକାରୀ ଓ ସହକର୍ମୀଙ୍କ ସହଯୋଗ ପ୍ରାପ୍ତି ହେବ। ରାଜକୀୟ ପକ୍ଷରେ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ସମୟ ଶୁଭ ରହିଛି। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ଆଶାତୀତ ସଫଳତା ପ୍ରାପ୍ତି ହେବ। ପିତାଙ୍କ ସହଯୋଗ ବା ଆଶୀର୍ବାଦ ଆପଣଙ୍କ କାର୍ଯ୍ୟରେ ସଫଳତାର କାରଣ ହେବ। ପରିବାରରେ ଶାନ୍ତି ସୌହାର୍ଦ୍ଦ୍ୟ ବଢ଼ିବ ଏବଂ ଖର୍ଚ୍ଚରେ ମଧ୍ୟ ଅଙ୍କୁଶ ଲାଗି ରହିବ। ସନ୍ତାନ ସମ୍ବନ୍ଧିତ କୌଣସି ସୁଖଦ ସମାଚାର ପ୍ରାପ୍ତି ହେବାରୁ ମନ ପ୍ରସନ୍ନ ହେବ। ଜୀବନସାଥୀ ଆପଣଙ୍କ କର୍ମଠତାରେ ପ୍ରଭାବିତ ହେବେ ଏବଂ ପ୍ରେମ ଜୀବନରେ କୌଣସି ପୁରୁଣା ପରିଚିତଙ୍କ ସହିତ ଆପଣ ଦେଖା ସାକ୍ଷାତ କରି ପ୍ରସନ୍ନତା ଅନୁଭବ କରିବେ। ବ୍ୟବସାୟରେ ଆର୍ଥିକ ଲାଭର ସ୍ଥିତି ବିକଶିତ ହେବ ଏବଂ ରାଜକୀୟ ଧନର ପ୍ରାପ୍ତି ହେବ। ସ୍ୱାସ୍ଥ୍ୟ ଆପଣଙ୍କ ସମସ୍ତ ଲକ୍ଷ୍ୟକୁ ପୂର୍ଣ୍ଣ କରିବାରେ ସହାୟକ ସିଦ୍ଧ ହେବ ଏବଂ ମାନସିକ ଶାନ୍ତି ମିଳିବ। ଆଜି ଆପଣ ସୂର୍ଯ୍ୟଦେବଙ୍କୁ ହଳଦୀ ମିଶ୍ରିତ ଜଳ ଅର୍ପଣ କରନ୍ତୁ, ଶୁଭଫଳ ପାଇବେ। ତୁଳା ରାଶି, ଚନ୍ଦ୍ରଦେବଙ୍କ ନବମ ଭାବରେ ଗୋଚର ଆପଣଙ୍କ ପାଇଁ ଭାଗ୍ୟବର୍ଦ୍ଧକ ରହିବ। ପୂର୍ବରୁ କରାଯାଇଥିବା ନିବେଶରୁ ଆପଣ ଲାଭବାନ ହେବେ ଏବଂ ବ୍ୟବସାୟରେ ସ୍ଥାୟିତ୍ୱ ଆସିବ। ରୋଜଗାର କ୍ଷେତ୍ରରେ
ଆସୁଥିବା ସମସ୍ୟାର ସମାଧାନ ହେବ। ପାରିବାରିକ ଜୀବନରେ ପିତାଙ୍କ ସ୍ନେହ ଏବଂ ଆଶୀର୍ବାଦ ପ୍ରାପ୍ତ କରିବେ, କିନ୍ତୁ ଶ୍ୱଶୁର ଘର ପକ୍ଷରୁ ସମ୍ପର୍କରେ କିଛି ତିକ୍ତତାର ସମ୍ଭାବନା ରହିଛି। ଜୀବନ ସାଥୀଙ୍କ ପକ୍ଷରୁ ସହଯୋଗ ଲାଗି ରହିବ, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ବିଷୟ ଧ୍ୟାନ ରଖନ୍ତୁ। ପରିବାରର ଛୋଟ ସଦସ୍ୟମାନଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ, କିନ୍ତୁ ପ୍ରେମ ସମ୍ପର୍କରେ ବିଶେଷ ସାବଧାନ ରୁହନ୍ତୁ। ଆପଣଙ୍କ କ୍ରୋଧ ସମ୍ପର୍କକୁ ଖରାପ କରିପାରେ। ଆର୍ଥିକ ସ୍ଥିତି କ୍ଷେତ୍ରରେ ଆକସ୍ମିକ ଧନଲାଭର ଯୋଗ ରହିଛି। ନୂତନ ଆୟର ଉତ୍ସରୁ ଧନଲାଭର ସମ୍ଭାବନା ରହିଛି। ଆପଣ ଆଜି ଅଜଣା ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ପାଇପାରନ୍ତି। ଯେକୌଣସି କାର୍ଯ୍ୟରେ ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ, କିନ୍ତୁ ପେଟ ସମ୍ବନ୍ଧିତ କୌଣସି ସମସ୍ୟା ଆପଣଙ୍କୁ ବ୍ୟଥିତ କରିପାରେ। ବିଶେଷ କରି ଜୀବାଣୁଜନିତ ରୋଗରୁ ସାବଧାନ ରୁହନ୍ତୁ। ଆଜି ଆପଣ ଭଗବାନ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ, ଶୁଭଫଳ ପାଇବେ। ବିଛାରାଶି, ଆଜି ଦିନଟି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ପାଇଁ ସହାୟକ ସିଦ୍ଧ ହେବ। ଭ୍ରମିତ ସ୍ଥିତିରେ ଆବଶ୍ୟକ ନିର୍ଣ୍ଣୟ କିଛି ସମୟ ପାଇଁ ସ୍ଥଗିତ କରିବା ହିତକର ହେବ ଏବଂ କାର୍ଯ୍ୟକ୍ଷେତ୍ରରେ କୌଣସି ପ୍ରକାର ବାଦବିବାଦ ଓ ଯୁକ୍ତିତର୍କରୁ ଆପଣ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ କୌଣସି ପ୍ରକାର ବାଦବିବାଦ ଓ ଯୁକ୍ତିତର୍କରୁ ଆପଣ ଦୂରେଇ ରୁହନ୍ତୁ। ବ୍ୟବସ୍ଥାପକ କାର୍ଯ୍ୟରେ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ନିଜ ଭାଷାରେ ନିୟନ୍ତ୍ରଣ ରଖିବାର ଆବଶ୍ୟକ ରହିଛି। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ଅତି ଆତ୍ମବିଶ୍ୱାସ କାରଣରୁ କ୍ଷତିର ସାମ୍ନା କରିବାକୁ ପଡ଼ିବ। ଗୁରୁଜନଙ୍କ ମାର୍ଗଦର୍ଶନର ଅନୁପାଳନ କରନ୍ତୁ ଏବଂ ପରିବାରରେ କୌଣସି ବ୍ୟକ୍ତିଙ୍କ ସହିତ ମତଭେଦର ସମ୍ଭାବନା ରହିଛି। ଶ୍ୱଶୁର ଘର ପକ୍ଷରୁ କିଛି କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ, ସେଥିପାଇଁ ବିଶେଷ ସାବଧାନ ରୁହନ୍ତୁ ଏବଂ ମାତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଧ୍ୟାନ ରଖନ୍ତୁ। ଜୀବନ ସାଥୀଙ୍କ ସହିତ ସମ୍ପର୍କରେ ପ୍ରଗାଢ଼ତା ଆସିବ। ଆପଣ ନିଜ କାର୍ଯ୍ୟକୌଶଳରେ ସମସ୍ତଙ୍କୁ ପ୍ରଭାବିତ କରିବେ। ପ୍ରେମ ସମ୍ବନ୍ଧରେ ମାନସିକ ଶାନ୍ତି ବା ପ୍ରସନ୍ନତାର କାରଣ ହେବ। ଆର୍ଥିକ ସ୍ଥିତି ସ୍ଥିର ରହିବ ଏବଂ କୌଣସି ପ୍ରକାର ବ୍ୟାପାରିକ ନିବେଶର ନିର୍ଣ୍ଣୟରେ ବିଶେଷଜ୍ଞଙ୍କ ପରାମର୍ଶ ଲାଭପ୍ରଦ ରହିବ। ମାନସିକ ଚିନ୍ତା କାରଣରୁ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇପାରେ। ଆଜି ଆପଣ ହନୁମାନ ଚାଳିଶା ପାଠ କରନ୍ତୁ, ଶୁଭଫଳ ପାଇବେ। ଧନୁରାଶି, ଆଜି ଆପଣଙ୍କ ଭାଗିଦାରୀରେ କରାଯାଇଥିବା କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ସରକାରୀ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିଙ୍କୁ ବିଶେଷ ଲାଭ ମିଳିବ ଏବଂ ନୂଆ ବ୍ୟବସାୟ ପ୍ରାରମ୍ଭ କରିବା ପାଇଁ ସମୟ ଶୁଭ ରହିଛି। ଆୟର ନୂଆ ସ୍ରୋତ ବିକଶିତ ହେବ। ଜନସ୍ୱାସ୍ଥ୍ୟରେ ଜଡ଼ିତ ବ୍ୟକ୍ତିଙ୍କୁ ନୂଆ ଅବସର ମିଳିବ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ନିଜ ଲକ୍ଷ୍ୟ ପ୍ରାପ୍ତ କରିବାରେ ବନ୍ଧୁମିତ୍ରଙ୍କ ସହଯୋଗ ମିଳିବ। ପାରିବାରିକ ସୁଖ ସମୃଦ୍ଧିରେ ବୃଦ୍ଧି ହେବ ଏବଂ ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ଆପଣଙ୍କ ଉପରେ ଲାଗି ରହିବ। ଜୀବନ ସାଥୀଙ୍କ ସହିତ କରିଥିବା ବ୍ୟବସାୟରେ ଲାଭର ସ୍ଥିତି ବିକଶିତ ହେବ। ପ୍ରେମ ସମ୍ବନ୍ଧକୁ ସ୍ଥାୟୀ ସମ୍ପର୍କରେ ପରିଣତ କରିବାର ପ୍ରୟାସ ସଫଳ ହେବ। ଆର୍ଥିକ ସ୍ଥିତି ଉତ୍ତମ ହେବାକୁ ଲାଗିବ ଏବଂ ଯଦି ବ୍ୟବସାୟରେ କୌଣସି ନୂତନ ନିବେଶକଙ୍କ ସନ୍ଧାନ କରୁଛନ୍ତି, ତାହେଲେ ସେଥିରେ ସଫଳ ହେବେ, କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ କିଛି ଉଚ୍ଚନୀଚର ସ୍ଥିତି ଦେଖିବାକୁ ମିଳିବ। ସେଥିପାଇଁ ସ୍ୱାସ୍ଥ୍ୟ ନିୟମର ପୂର୍ଣ୍ଣ ପାଳନ କରନ୍ତୁ। ଆଜି ଆପଣ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ, ଶୁଭଫଳ ପାଇବେ। ମକର ରାଶି, ଆଜି ଆପଣଙ୍କ ରାଶି ସ୍ଥାନରୁ ଷଷ୍ଠ ଭାବରେ ଚନ୍ଦ୍ରଦେବଙ୍କ ଗୋଚର ଆପଣଙ୍କୁ ବ୍ୟବସାୟର କ୍ଷତିପୂରଣ କରିବାର ସୁଯୋଗ ପ୍ରଦାନ କରିବ। କାର୍ଯ୍ୟକ୍ଷେତ୍ରରେ କ୍ରମାଗତ ପରିବର୍ତ୍ତନ ଆପଣଙ୍କୁ ନିଜ ରଣନୀତି ବିଷୟରେ ପୁନର୍ବିଚାର କରିବାକୁ ପ୍ରେରିତ କରିବ, କିନ୍ତୁ ଆବଶ୍ୟକ ପରିବର୍ତ୍ତନ ଲାଭଦାୟକ ହେବ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନେ କିଛି ନୂଆ ଶିଖିବାର ଅବସର ପାଇବେ ଏବଂ ଏହାକୁ ବ୍ୟବହାରିକ ଭାବରେ ବ୍ୟବହାର କରିବେ। ପାରିବାରିକ ଜୀବନରେ ଜୀବନସାଥୀଙ୍କ ସହିତ ସମ୍ପର୍କରେ ମଧୁରତା ଆସିବ ଏବଂ ପରସ୍ପର ଭିତରେ ଥିବା ଭୁଲ ବୁଝାମଣା ଦୂର ହେବ। ପ୍ରେମ ଜୀବନରେ ଆପଣ ଏକ ନୂତନ ଆରମ୍ଭ କରିବେ ତଥା ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ। ପିତାମାତାଙ୍କ ଆଶୀର୍ବାଦରେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ, ସଫଳତା ପାଇବେ, କିନ୍ତୁ ସନ୍ତାନଙ୍କ ଶିକ୍ଷା ଓ ଭବିଷ୍ୟତ ସମ୍ବନ୍ଧିତ ଚିନ୍ତା ଆପଣଙ୍କୁ ବ୍ୟଥିତ କରିପାରେ। ଆର୍ଥିକ ସ୍ଥିତି
ପୂର୍ବ ଅପେକ୍ଷା ଆହୁରି ମଜବୁତ ହେବାକୁ ଲାଗିବ ଏବଂ ଆଂଶିକ ଲାଭ ମଧ୍ୟ ପାଇପାରିବେ। ରାଜକୀୟ କାର୍ଯ୍ୟ ପକ୍ଷରୁ ରୋଜଗାର କରିବାରେ ସଫଳତା ମିଳିବ ଏବଂ ଆପଣ ସମସ୍ତ ବ୍ୟବସାୟିକ ଦାୟିତ୍ୱ ତୁଳାଇବାରେ ସଫଳ ହେବେ। ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ଦୁର୍ବଳ ରହିବ। ରକ୍ତଚାପ ସମ୍ବନ୍ଧିତ ରୋଗୀ ସ୍ୱାସ୍ଥ୍ୟାବସ୍ଥାର ବିଷୟ ଧ୍ୟାନ ରଖନ୍ତୁ। ଆଜି ଆପଣ ହନୁମାନଷ୍ଟକ ପାଠ କରନ୍ତୁ, ଶୁଭ ଫଳ ପାଇବେ। କୁମ୍ଭ ରାଶି, ଆଜି ଆପଣଙ୍କ ଆର୍ଥିକ ସମସ୍ୟାରେ ମୁକ୍ତିର ମାର୍ଗ ପ୍ରଶସ୍ତ ହେବ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିଛି ଏବଂ ଆପଣ ନିଜ ସମସ୍ତ ଲକ୍ଷ୍ୟକୁ ପୂରଣ କରି ନିଜ ଗୁରୁଜନଙ୍କୁ ଗୌରବାନ୍ୱିତ କରିବେ। ଅଭିନେତା, ସ୍ୱାଗତକର୍ତ୍ତା ଏବଂ ପ୍ରବନ୍ଧନ କାର୍ଯ୍ୟରେ ଜଡ଼ିତ ବ୍ୟକ୍ତିଙ୍କୁ ନୂଆ ଅବସର ପ୍ରାପ୍ତି ହେବ। ଦିନଟି ଉତ୍ତମ ଅନୁକୂଳ ରହିଛି ଏବଂ ବ୍ୟବସାୟରେ ପ୍ରଗତି ହେବ, ଯାହାଫଳରେ ଆପଣ ମାନସିକ ସନ୍ତୁଷ୍ଟି ଅନୁଭବ କରିବେ। ପାରିବାରିକ ବାତାବରଣରେ ଶାନ୍ତି ସୌହାର୍ଦ୍ଦ୍ୟ ବଜାୟ ରହିବ ଏବଂ ମାତାଙ୍କ ସହିତ କିଛି ମନମାଳିନ୍ୟ ଥିଲେ ତାହା ଦୂର ହେବ। ସନ୍ତାନ ପକ୍ଷର ଉନ୍ନତିରେ ଆପଣଙ୍କୁ ବିଶେଷ ଆନନ୍ଦ ପ୍ରାପ୍ତି ହେବ। ସନ୍ତାନ ଆପଣଙ୍କ ଆଜ୍ଞାର ପାଳନ କରିବେ ଏବଂ ଭାଇ ଭଉଣୀଙ୍କ ସହଯୋଗରୁ ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳତାକୁ ପ୍ରାପ୍ତ କରିବ। ପ୍ରେମ ଜୀବନରେ କିଛି ମହତ୍ୱପୂର୍ଣ୍ଣ ସମୟ ବ୍ୟତୀତ କରିବେ ଏବଂ ବ୍ୟବସାୟରେ ଲାଭର ସ୍ଥିତି ବିକଶିତ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ହେବ। ସ୍ୱାସ୍ଥ୍ୟାବସ୍ଥା ଉତ୍ତମ ଅନୁକୂଳ ରହିବ, କିନ୍ତୁ ଅଧିକ କାର୍ଯ୍ୟବ୍ୟସ୍ତତା ଓ ଧାଁ ଦୌଡ଼ା କାରଣରୁ କିଛି ଶାରୀରିକ ଥକାପଣ ଅନୁଭବ କରିବେ। ଆଜି ଆପଣ ହନୁମାନ ଚାଳିଶା ପାଠ କରନ୍ତୁ, ଶୁଭ ଫଳ ପାଇବେ। ମୀନ ରାଶି, ଆଜି ଆପଣଙ୍କୁ ନିଜ ବ୍ୟାପାର କ୍ଷେତ୍ରରେ ସୁଧାର ଯୋଜନାରେ କାର୍ଯ୍ୟ କରିବାର ଅବସର ମିଳିବ। କାର୍ଯ୍ୟଶୈଳୀର ସ୍ୱ ଅବଲୋକନ କରିବେ, କିନ୍ତୁ ସହକର୍ମୀଙ୍କ ସହିତ ନିଜ ବ୍ୟବହାରର ବିଷୟ ଧ୍ୟାନ ରଖନ୍ତୁ, ଅନ୍ୟଥା ଆପଣଙ୍କ ଛବିରେ ହାନି ଘଟିବ। ସାମାଜିକ କାର୍ଯ୍ୟରେ ସହଯୋଗ କରିବାରୁ ଆପଣଙ୍କ ଖ୍ୟାତିର ବିସ୍ତାର ହେବ। ଖଣିଜ ତଥା ଔଷଧର ବ୍ୟବସାୟରେ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ସମୟ ଉତ୍ତମ ଅନୁକୂଳ ରହିଛି ଏବଂ ଆପଣ ଲାଭ ମଧ୍ୟ ପାଇପାରିବେ। ପାରିବାରିକ ସୁଖରେ କିଛି ହାନି ଘଟିବ ଏବଂ ଗୃହର ସାଜସଜ୍ଜା ବସ୍ତୁ କ୍ରୟ କରି ଆପଣ ଖର୍ଚ୍ଚାନ୍ତ ହେବେ, କିନ୍ତୁ ପିତାଙ୍କ ମାର୍ଗଦର୍ଶନରୁ ଆପଣ ଲାଭବାନ ହେବେ। ଶ୍ୱଶୁର ଘର ପକ୍ଷରୁ ମଧ୍ୟ ସମ୍ବନ୍ଧରେ ସୁଧାର ଆସିବ, କିନ୍ତୁ ମାତାଙ୍କ ସହିତ କିଛି ବୈଚାରିକ ମତଭେଦ ଦେଖାଦେଇପାରେ। ସେଥିପାଇଁ ଅନାବଶ୍ୟକ ବାଦବିବାଦ ଓ ଯୁକ୍ତିତର୍କରୁ ଆପଣ ଦୂରେଇ ରୁହନ୍ତୁ। ପ୍ରେମ ଜୀବନରେ ଆପଣଙ୍କୁ ମାନସିକ ଶାନ୍ତି ପ୍ରାପ୍ତି ହେବ। ଧନର ହାନି କାରଣରୁ କାର୍ଯ୍ୟରେ ଅସ୍ଥାୟୀ ଅବରୋଧ ଉତ୍ପନ୍ନ ହେବ ଏବଂ ରାଜକୀୟ ପକ୍ଷରୁ ମଧ୍ୟ ଧନ ପ୍ରାପ୍ତିରେ କିଛି ବାଧା ଉପୁଜିପାରେ। ଆପଣଙ୍କୁ କିଛି ମାନସିକ ଚିନ୍ତା ହଇରାଣ କରିବ, ସେଥିପାଇଁ ମନକୁ ଏକାଗ୍ର ରଖିବାର ପ୍ରୟାସ କରନ୍ତୁ। ଆଜି ଆପଣ ଓଂ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ, ଶୁଭ ଫଳ ପାଇବେ। ତ ବନ୍ଧୁଗଣ, ଏହା ଥିଲା ଆଜିର ରାଶିଫଳ ବିଷୟରେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ଲାଇକ୍, ସେୟାର ଓ କମେଣ୍ଟ କରି ଜଣାନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।